ମୋର ପେଣ୍ଟ ବଦଳରେ ବାଧ୍ୟ ହେଇକି ଗାମୁଛା ପିନ୍ଧୁଛନ୍ତି ଭାଇ କିଛି କହିବ? ଫାଟିଗଲା ଆଉ କଣ କରିବି। ସାର ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ ଅଛି। ତ ଦେଖୁଥିବେ ଆଜି ପୁରା ପାର୍ସଲ ଏତେ ଲୋଡ଼ ମାନେ ପାଖାପାଖି 70-80 ଭଳିଆ ପାର୍ସଲ ଅଛି। ତ ମୁଁ ଡେଲିଭରି ଆରମ୍ଭ କଲି ଗୋଟାଏରେ। ବୋଧେ ପୁରା ଟେନସନ୍ ଲାଗୁଛି 70-80 ପାର୍ସଲ ହେଲା ନା ସରିବ ନ ସରିବ ତ ଚେଷ୍ଟା କରିବି ସାରିବା ପାଇଁ। ତ ଚାଲନ୍ତୁ ଦେଖିବା ପୁରା ଲାଷ୍ଟରେ ଆପଣଙ୍କ ସାଙ୍ଗରେ ଦେଖାହେବ। କାହିଁକିନା ପାର୍ସଲ 70-80 ପାର୍ସଲ ଦେଇକିରି ଭିଡ଼ିଓ କରିବାଟା ବି ସମ୍ଭବ ନୁହଁ। ତ ଦେଖିବା ଚେଷ୍ଟା କରିବି ତା ଭିତରେ ଭିଡ଼ିଓ କରି ଆପଣଙ୍କୁ ଦେଖାଇବା ପାଇଁ। ତ ଯେମିତିକି ଆପଣମାନେ ଦେଖିଥିଲେ ସକାଳେ ମୁଁ ଡେଲିଭରି ଆରମ୍ଭ କରିଥିଲି ଗୋଟାଏରୁ। ତ ଗୋଟାଏରୁ ମୁଁ ଡେଲିଭରି ଦେବା ଆରମ୍ଭ କରିଥିଲି। ଟୋଟାଲି ଥିଲା ମୋର 77ଟା ତ ପାର୍ସଲ ଏବଂ ପିକଅପ୍ ମିଶେଇକି ଥିଲା ଟୋଟାଲି 77ଟା। ତ 77ରୁ ଟୋଟାଲି 62ଟା ପାର୍ସଲ ମୋର ଡେଲିଭରି ହେଇଛି। 11ଟା ପେଣ୍ଡିଂ ପଡ଼ିଛି, 3ଟା କ୍ୟାନସେଲ୍ ହେଇଛି, ଗୋଟେ ପିକଅପ୍ କମ୍ପ୍ଲିଟ୍ ହେଇଛି। ସକାଳୁ ଆଜ୍ଞା ବୁଲି ଆସି ରାତି 9:30 ହେଇଗଲା। ଏବେ ମୋର ପାର୍ସଲ ସରିଲା। ଏବେ ମୁଁ ଅଫିସ୍କି ଫେରୁଛି। ତ ଅଫିସ୍ରେ ମୁଁ ଡିପୋଜିଟ୍ ଦେଇକି ପୁଣି ଫେରିବି। ଆଉ ଗୋଟେ ଜିନିଷ କି ଏବେ ଏଇ ସମୟଟା ଆଜ୍ଞା ପାର୍ସଲ ଅଛି ଆମର ଧର ଆଜ୍ଞା 4 ଦିନ ପାର୍ସଲ ପଡ଼ିବ। ତ ଏଇ ସମୟଟା ଆମର ପାର୍ସଲ ଦେଇହେବ। ଆପରେ କାଲିକି ପାର୍ସଲ ଆସିବ ନ ଆସିବ କିଛି କହିହେବନି। ତ 2 ଘଣ୍ଟା ଆମେ ଅଧିକା ଯଦି କାମ କରିଦେବା ତ ସେଥିରେ କିଛି ଅସୁବିଧା ନାହିଁ। ତ ଏଇଟା ହେଉଛି ଜୀବନ। ତ ଯେମିତିକି ଆପଣମାନେ ଜାଣିଛନ୍ତି ମୋର 30 ଦିନରେ 20,000 ଟଙ୍କା ରୋଜଗାର କରିବାର ଥିଲା। ଆଜି ପାଖାପାଖି ମୋ 28 ଦିନରେ ପହଞ୍ଚିଲା। ତ ମୁଁ ଏବେ ରାତିରେ ଫେରୁଛି ଅଫିସ୍କି। ତ ଚାଲ ଖଟିଲେ ଆଜ୍ଞା 2 ପଇସା ପାଇବୁ। ଯଦି ନ ଖଟିବୁ ଆମକୁ କେହି ଆସିକି ଟଙ୍କାଟା ଦେବ ନାହିଁ। ତ ଲୋକ ଯିଏ ଯାହା କହିବା କଥା କହିଲା। କିଏ କହିବ ଏତେ ରାତିରେ ହେଲେ ବୁଲୁଛୁ। ଆଜ୍ଞା କ'ଣ ଅଛି ଆମେ ଯଦି ଖଟିବା ଆଜ୍ଞା 2 ପଇସା ରୋଜଗାର କରିବା ଖାଇବା। ଯଦି ନ ଖଟିବା ଖାଇପାରିବାନି। ଏଇଟା ହେଉଛି କଥା। ତ ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଛି ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମା ଭୁଲିବେନି। ତ ଚାଲନ୍ତୁ ଦେଖିବା ଅଫିସ୍ରେ। ସକାଳୁ ପାର୍ସଲ ଦେଇକିରି ମଣିଷ ପୁରା ଝାଇଁଆ। ଭାଇମାନେ ଦେଖିଲି ଟିକେ ଖୁସି ଲାଗିଲା, ହସ ଟିକେ ବାହାରିଲା। ନହେଲେ ବାଟରେ ତ ମୋର କିଏ ଦେଖା ହେଲେନି ଆଉ। ତ ଆଜିର ପରଫର୍ମାନ୍ସ ଟିକେ ଭଲ ଲାଗିଲା। 62ଟା ଡେଲିଭରି ହେଇଛି, ଖୁସି ଟିକେ ଲାଗିଲା। ଆଉ ଏଠି ତ ଦେଖିଲା ବେଳକୁ ପୁରା ଭାଇମାନେ ଆମର ଚଲେଇଛନ୍ତି ତାଙ୍କର ସରିନି ପର୍ଯ୍ୟନ୍ତ କାହାର। କ'ଣ କରିବା ଆଉ। ତ ଏଥି ସହିତ ମୋର ଅଫିସରେ ପୁରା କାମ ସରିଯାଇଛି। ମୁଁ ଏବେ ଅଫିସରୁ ବାହାରିଲି ଘରକୁ ଯିବି। 10:30 ରାତି ହେଇଗଲା। ତ ଗୋଟାଏ ଅଖା ସାଙ୍ଗରେ ନେଉଛି। ଅଖା ଟିକେ ଦରକାର ଅଛି ଘରେ, ଧାନ ବସିବ ତ ଅଖା ସାଙ୍ଗରେ ନେଉଛି। ଦେଖୁଥିବେ କୋରୁଆ ମାର୍କେଟ ପୁରା ବନ୍ଦ। ଆଜି ଟିକେ ପବନ ହେଉଥିଲା ଆଇଲା ବେଳେ। ବର୍ଷା ପକେଇଲାଣି। ବର୍ଷା ବି ଟିକେ ପକେଇବା ଆରମ୍ଭ କଲାଣି। ତ ବର୍ଷା ଦିନ ଆଇଲା ମାନେ ମୋର ହେଲା କାଳ ଭାରି ଟେନସନ୍ ବର୍ଷାରେ ପାର୍ସଲ ଦେବା। ତ ଚାଲନ୍ତୁ ଘରକୁ ଯିବା, ପୁଣି ଭିଡ଼ିଓ ଏଡ଼ିଟିଂ କରି ପକେଇବା। ଆପଣମାନେ କାଲି ସକାଳୁ ଦେଖିବେ।